କେହି ଦେଖାନାହାନ୍ତି ସବୁ ଶୋଇପଡ଼ିଲେ ମନା ତାଙ୍କର ହାଲିଆ ହେଇଗଲେ ପରୀକ୍ଷା ଦେଇକି ଫୋନ୍ କଲାବେଳକୁ ବୋଉ ମାନେ ବି କହୁଛନ୍ତି ସେ ଟିକେ ଶୋଇପଡ଼ିଛି ତା ଦେହ ଭଲ ନାହିଁ ଟିକେ ଥଣ୍ଡା ନବମ ପିଲାଙ୍କ ପରୀକ୍ଷା ସରିଲା ତ ତା ପରଦିନ 10 ବର୍ଷା ହୋଇଛି ଜବରଦସ୍ତ ନେଇ ସିଏ ପିଲା ଟିକେ ଭଲ ପାଠ ପଢ଼ାଇଯାନ୍ତା ଆମେ କିଛି କରିପାରୁନୁ ଆମେ ଜଣେକୁ ନାହିଁ ଜବରଦସ୍ତ ସରକାରୀ 3 ଜଣ ଆମର ଏଇ ଯେଉଁ 3 ଜଣ ରେଗୁଲାର ଟିଚର ଥିଲେ ହେଇପାରନ୍ତା ହିନ୍ଦୀ ସଂସ୍କୃତରୁ ପିଟି ସାର୍ ଯିଏ ଅଛନ୍ତି 3 ଦିନିଆ ଡେପୁଟେସନ୍ ମଧୁସୂଦନପୁରରେ 3 ଦିନ ଆମ ସ୍କୁଲରେ 3 ଦିନ ତ ସେ ନା ଏ ସ୍କୁଲର ଭଲ କାମ ଠିକ୍ ଭାବେ କରିପାରୁନି ସେ ସ୍କୁଲର କାମ ଠିକ୍ ଭାବେ ତଥାପି ତା ଭିତରେ ଯେତିକି ହେଇପାରିବ ପିଲାଙ୍କୁ ଦାବି ଦିଅନ୍ତୁ ବହୁତ ସ୍କୁଲ ବହୁତ ଆମର ମେମ୍ବର ମଧ୍ୟ ଆସୁଛନ୍ତି ବହୁତ ସ୍କୁଲରୁ ଏସ୍ଏମ୍ସି ମେମ୍ବର ଆଉ ପିଟିଏ ମଧ୍ୟ ନେଇ ଦାବି କରିବା ପରେ ମଧ୍ୟ ଆମର ସେମାନେ ଟିଚର ଦେଉଛନ୍ତି ଏବଂ ଗୋଟେ କଥା ଆମେ ଯଦି ଜାଣି ଏସ୍ଏମ୍ସି କ'ଣ କାମ କରୁଛନ୍ତି ଆପଣମାନେ ଦିଅନ୍ତୁ ଆମକୁ ଫୁଲ୍ ପ୍ରୁଫ୍ ଦେବାକୁ ପଡ଼ିବ ପୁରା ପିକ୍ଚର ମାନେ ଯାହା କରିଛନ୍ତି ଏସ୍ଏମ୍ସି କାମ ତାଙ୍କ ଦ୍ୱାରା ହେଇଛି ତାର ଫଟୋ ତାର ସବୁ ଏବଂ ଏଇ ସାଫ୍ଟ ବିଷୟରେ ମୁଁ ଟିକେ ଆପଣମାନଙ୍କୁ ସମ୍ୟକ ଧାରଣା ଦେଉଛି ତାପରେ ଆମର ଯେଉଁ ସାଫ୍ଟ ଟିମ୍ ଅଛନ୍ତି ସେମାନେ ଆପଣଙ୍କୁ ବିସ୍ତୃତ ଭାବେ ଏ ବିଷୟରେ ସବୁ କହିବେ ଆମର ସମଗ୍ର ଶିକ୍ଷା ଯେଉଁ ଆମ ରାଜ୍ୟରେ ଚାଲିଛି ସେଇ ସମଗ୍ର ଶିକ୍ଷା ତରଫରୁ ଆମକୁ ନିର୍ଦ୍ଦେଶ ଆସିଥିଲା ଯେ ଗୋଟେ ସାଫ୍ଟ କମିଟି ଗଠନ କରାଯିବ ଏବଂ ସେଇ ସାଫ୍ଟ କମିଟି ଆମର ଯାହାକୁ ତାର ଫୁଲ୍ ଫର୍ମ ହେଲା ସୋସିଆଲ ଅଡ଼ିଟ୍ ଫ୍ୟାସିଲିଟେସନ୍ ଟିମ୍ ତାକୁ ଆମର ସାଫ୍ଟ ବୋଲି ସର୍ଟରେ କୁହାଯାଉଛି ସେଥିରେ ଆମର ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ 7 ଜଣ ମେମ୍ବର 8 ଜଣ ମେମ୍ବର ରହିପାରିବେ ସେଥିରେ ଯେଉଁମାନେ ରହିବେ ତାଙ୍କର ନାଁ ସବୁ ମୁଁ କହିଦେଉଛି ବା ଯେଉଁ ତାଙ୍କର ଡେଜିଗ୍ନେସନ୍ ଅଛି ଜଣେ ରହୁଛନ୍ତି ସିଏସ୍ଏ କ୍ଲଷ୍ଟର ସୋସିଆଲ ଅଡ଼ିଟର ଯିଏକି ଆମର ସସ୍ମିତା ସ୍ୱାଇଁ ଅଛନ୍ତି ସିଏସ୍ଏ ଅଛନ୍ତି ସିଏସ୍ଏ ଆମର କ୍ଲଷ୍ଟରର ଏବଂ ତାପରେ ସେଥିରେ ଜଣେ ମେମ୍ବର ରହିବେ ଆମର 2 ଜଣ ଗାର୍ଡ଼ିଆନ୍ ରହିବେ 2 ଜଣ ଏସ୍ଏସ୍ଜି ମେମ୍ବର ରହିବେ ଜଣେ ରିଟାୟାର୍ଡ ସେଲ୍ଫ ଯେଉଁ ଡିଫେନ୍ସ ପର୍ସନାଲ ରହିବେ ଏବଂ ଆଉ ଜଣେ ରହିବେ ଏଜୁକେସନିଷ୍ଟ ବା ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ରହିବେ ଏମିତି ଆମର ଗୋଟେ ଟିମ୍ ଗଢ଼ା ହେଇଛି ଆମ କ୍ଲଷ୍ଟରରେ ଯେଉଁ କ୍ଲଷ୍ଟରଟି ଆମ ପଳାଶୁଳ କ୍ଲଷ୍ଟରରେ ଏବଂ ତାକୁ ଆମ ବିଦ୍ୟାଳୟରେ ସେଟା ଗଢ଼ା ହେଇଛି ଏବଂ ସେଇ ଟିମ୍ ଗତ 3 ଦିନ ଧରି ବା 2 ଦିନ ଧରି ଆଜି ତୃତୀୟ ଦିବସ 2 ଦିନ ଧରି ବିଭିନ୍ନ ବିଦ୍ୟାଳୟକୁ ଆସୁଥିବା ଆମର ଯେଉଁ ସମଗ୍ର ଶିକ୍ଷା ତରଫରୁ ବିଦ୍ୟାଳୟକୁ ଆସୁଥିବା ଯେଉଁ ଅନୁଦାନ ରାଶି ଏବଂ ବିଦ୍ୟାଳୟର ଇନଫ୍ରାଷ୍ଟ୍ରକ୍ଚର ବା ବିଭିନ୍ନ ବିଦ୍ୟାଳୟ ସମ୍ପର୍କିତ ଯାହା କିଛି ରହିଛି ଏ ସବୁର ପୁଙ୍ଖାନୁପୁଙ୍ଖ ତର୍ଜମା ସେମାନେ 2 ଦିନ ଧରି କରିଥିଲେ ଏବଂ ଯାହା ସେମାନେ ଜାଣିବାକୁ ପାଇଛନ୍ତି ତାର ସମଗ୍ର ବିସ୍ତୃତ ଭାବେ ବିବରଣୀ ଆପଣମାନଙ୍କୁ ଜଣାଇବେ ଏବଂ କ'ଣ ଏ ବିଦ୍ୟାଳୟରେ ସୁବିଧା ସୁଯୋଗ ରହିଛି ଏବଂ କ'ଣ ଅସୁବିଧା ରହିଛି ସେ ଆପଣମାନଙ୍କୁ ଜଣାଇବେ ଏବଂ ସେହି ଅନୁସାରେ ସରକାରଙ୍କୁ ଏହାର ରିପୋର୍ଟ ଦେବେ ଏବଂ ସେହି ବିଷୟରେ ଆମର ଯାହା ଯାହା କିଛି ଏ 2 ଦିନ ଧରି ଆଲୋଚନା ହେଇଛି ବା ସେମାନେ ସମୀକ୍ଷା କରିଛନ୍ତି ସେ ନିଜେ ଆପଣମାନଙ୍କୁ ଜଣାଇବେ ସିଏସ୍ଏ ଜଣାଇବେ ଏବଂ ଆମର ସାଫ୍ଟ କମିଟି ଆମର ଜଣାଇବେ ତେଣୁ ସେ ବିଷୟରେ ଆପଣମାନେ ଜାଣିଲେ ହିଁ ସେ ଯାହା କିଛି ରିପୋର୍ଟ ଗଭର୍ଣ୍ଣମେଣ୍ଟକୁ ଦେବେ ସେହି ଅନୁସାରେ ସରକାର ଆମ ପାଇଁ ଯାହା ସୁବିଧା ସୁଯୋଗ ଉପଲବ୍ଧି କରାଇବ ବା ଯାହା ଆମେ ତାର ସୁବିଧା ସୁଯୋଗ ଆମ ପିଲାମାନେ ପାଇପାରିବେ ସେଥିପାଇଁ ଆଜିର ଏହି ସଭାଟି ଆୟୋଜନ କରାଯାଇଛି ଏବଂ ଏଥିରେ ଆପଣମାନେ ସକ୍ରିୟ ଅଂଶଗ୍ରହଣ କରନ୍ତୁ ଆପଣମାନଙ୍କର ମତାମତ ସାଫ୍ଟ ଟିମ୍କୁ ଦେବେ ଏବଂ ସେ ଆପଣମାନଙ୍କ ସହିତ କମ୍ୟୁନିକେଟ୍ କରିବେ କ'ଣ ଆମର ବିଦ୍ୟାଳୟରେ ଆବଶ୍ୟକତା ରହିଛି ବା କ'ଣ ଅଛି ନାହିଁ ସେଇ ବିଷୟରେ ଆପଣମାନେ ଆପଣମାନଙ୍କ ମତାମତ ଦେବେ ଏବଂ ଆମର ସଭାଟି ସଫଳ ହେବ ତେଣୁ ବର୍ତ୍ତମାନ ମୁଁ ଆମର ଶିକ୍ଷା କରିବା ପାଇଁ ମୁଁ ଏବଂ ଆମର 6 ଜଣ ସାଫ୍ଟ ଟିମ୍ ମୋ ସାଙ୍ଗରେ ଥିଲେ ଯାହାକି ଆମେ 3 ଦିନ ଧରି 25ରୁ ଆଜି 27 ଆମର ଶେଷ ଦିନ 3 ଦିନ ଧରି ସମୀକ୍ଷା କରିଥିଲୁ ପ୍ରଥମ ଦିନରେ ଆମେ ତାଙ୍କର ଯେଉଁ ଆମର ଗୋଟିଏ ଆର୍ଥିକ ବର୍ଷର ଜିନିଷ ଆମେ ସମୀକ୍ଷା କରିଥିଲୁ ଗୋଟିଏ ବର୍ଷରେ ତାଙ୍କର ଯେଉଁ ଯେତିକି ଯାହା ଆସିଥିଲା ଫାଇନାନ୍ସିଆଲ ଖର୍ଚ୍ଚ ସେମାନଙ୍କର यूनिफॉर्म बाबद आमर सेल्फ डिफेन्स तापर जो आपणकर आई कार्ड जोता मोजा यूनिफॉर्म ता बाबद